ବର୍ତ୍ତମାନ ଆମର ଅଭିଯୋଗ ଆସିନି, ଆମର ହସ୍ତଗତ ହେଇନି, କିନ୍ତୁ ଆମେ ଯାହା ଜାଣୁଛୁ ଟେକ୍ସ ମାଧ୍ୟମରେ ଆପଣ ସରକାରଙ୍କ ଯାହା ଦର ଧାର୍ଯ୍ୟ ଅଛି ସେ ଅନୁସାରେ ପାଉଛନ୍ତି। ଆଉ କିଛି ଚାଷୀ ବି ଆସୁଛନ୍ତି ଆମ ପାଖକୁ, ତ ଆମେ ତାଙ୍କୁ କହୁଛୁ ଯେ ଆପଣ ତ ପ୍ୟାକ୍ସରେ ମେମ୍ବର ଅଛନ୍ତି, ଆଉ ପ୍ୟାକ୍ସରେ ମାନେ ଠିକ୍ ଉଚିତ ମୂଲ୍ୟରେ ଆପଣଙ୍କୁ ସାର ମିଳୁଛି, ଆପଣ ସେଇଠୁ ନେବା କଥା। କିନ୍ତୁ ସେଇଠି ଆଉ ଗୋଟେ ଆମେ ଯେତେବେଳେ ପ୍ୟାକ୍ସ ମାନଙ୍କ ସହିତ ଯୋଗାଯୋଗ କରୁଛୁ, ସେମାନେ କହୁଛନ୍ତି କିଛି ଚାଷୀ ଅଛନ୍ତି ଯେଉଁମାନେ କି ମାନେ ଲୋନ୍ ନେଇଥିଲେ, ସେମାନେ ଲୋନି ଚାଷୀ କିନ୍ତୁ ସେ ଡିଫଲ୍ଟର ଅଛନ୍ତି, ଯଦ୍ୱାରା କି ତାଙ୍କୁ ସେମାନେ ସାର ନା ଦେଉଛନ୍ତି କିନ୍ତୁ ପରେ ଦେଉଛନ୍ତି। ଆଗ ତାଙ୍କର ଲୋନି ଚାଷୀମାନଙ୍କୁ ଆଗ ଦେଉଛନ୍ତି, କିନ୍ତୁ ଯେଉଁମାନେ ନଲୋନି ଚାଷୀ ଅଛନ୍ତି ତାଙ୍କୁ ସେମାନେ ବିଳମ୍ବରେ ସାର ଦେଉଛନ୍ତି। ତ ଆମେ ବି ମାନେ DRCS ମାଧ୍ୟମରେ DRCSକୁ ବି ଆମେ ତାଗିଦ ମାନେ ତାଙ୍କୁ କୁହାହେଇଛି ବା ପ୍ୟାକ୍ସ ମାନଙ୍କ ଥ୍ରୁରେ ଆପଣ ଯେଉଁ ସାର ଦିଆଯିବ ପ୍ରଥମେ ଲୋନି ଚାଷୀମାନଙ୍କୁ ଆଗ ଦେବେ, ଆଉ ତାପରେ ଯାଇକି ନଲୋନି ଚାଷୀମାନଙ୍କୁ ଦେବେ।